ଯେତେବେଳେ ଗୋଟେ ବୋହୂ ଶାଶୁ ଶ୍ୱଶୁରଙ୍କୁ କଷ୍ଟ ଦଉଛି, ତାପରେ ପୂଜା ସମୟରେ ଭଗବାନଙ୍କୁ କହୁଛି, ହେ ଭଗବାନ ମୋତେ ସବୁ ଖୁସି ଦିଅ, ମୋତେ ସବୁ ଭଲ ପାଇବା ଦିଅ, ମୋତେ ମୋର ସବୁ ଆଶା ପୂରଣ କର। କିନ୍ତୁ କେବେ ତା ଶ୍ୱଶୁରର ମଙ୍ଗଳ କାମନା କରୁନି କି ତା ଶାଶୁ ଶ୍ୱଶୁରର ମଙ୍ଗଳ କାମନା କରୁନି, କେବଳ ତା ସ୍ୱାମୀ, ତା ପିଲା, ତା ନିଜର ମଙ୍ଗଳ କାମନା କରୁଛି। ଏ କେମିତିକା ଭଲ ପାଇବା ଭଗବାନଙ୍କ ପ୍ରତି, କେମିତିକା ପ୍ରେମ! ଭଗବାନ କେବେ ସେ ଲୋକକୁ ପ୍ରଶ୍ରୟ ଦିଅନ୍ତିନି। କାହିଁକି ନା ଭଗବାନ ସବୁବେଳେ କୁହନ୍ତି, ଆରେ ଯିଏ ନିଜ ପାଇଁ ଡାକେ ମୁଁ ତାକୁ କିଛି ବି ଦିଏନି, ଯିଏ ଅନ୍ୟ କାହା ପାଇଁ ଡାକେ ମୁଁ ତା ନିଜକୁ ସବୁ କିଛି ଦିଏ। ସେଥିପାଇଁ ଭଗବାନଙ୍କୁ ଯାହା ବି କିଛି ଆମେ ମାଗିବା, ସେଇଟା ହେଉଛି ଆମ ଗୋଟେ ପାଗଳାମି, ଆମର ଗୋଟେ ବୋକାମି। କୌଣସି ଥିଙ୍ଗସ୍ ଆମକୁ ଭଗବାନଙ୍କୁ ମାଗିବାର ନାହିଁ। ଭଗବାନ ଆପଣ କ'ଣ ଯେତେବେଳେ ଗୋଟେ ଛୋଟ ଛୁଆକୁ କ୍ଷୀର ଦିଅନ୍ତି, ଛୋଟ ଛୁଆ କ'ଣ ଆପଣଙ୍କୁ ମାଗେ କି? ଛୋଟ ଛୁଆକୁ ଯେତେବେଳେ ଶୋଷ ଲାଗି ପାଣି ଦିଅନ୍ତି, ସେ ଛୋଟ ଛୁଆ କ'ଣ ଆପଣଙ୍କୁ ପାଣି ମାଗେ କି? କ'ଣ ମା ଜାଣିପାରେ ଯେ ମୋ ଛୁଆର କେତେବେଳେ କ'ଣ ଆବଶ୍ୟକ। ସେଥିପାଇଁ ଭଗବାନ ଏ ସୃଷ୍ଟିକୁ ଯେତେବେଳେ କ୍ରିଏଟ୍ କରିଛନ୍ତି, ସଂସାରକୁ ମଣିଷକୁ ପଠେଇଛନ୍ତି, ସେ ନିଶ୍ଚୟ ତାଙ୍କର ଆବଶ୍ୟକତା ସେ ନିଶ୍ଚୟ ଜାଣିଛନ୍ତି। କେତେବେଳେ କେଉଁ ମଣିଷର କେଉଁ ଜିନିଷ ଆବଶ୍ୟକ, ଠିକ୍ ସମୟ ଅନୁଯାୟୀ ତାକୁ ପ୍ରଦାନ କରନ୍ତି, ଯଦି ସେ ମଣିଷଟିଏ ଠିକ୍ ବାଟରେ ଥିବ। ସେଥିପାଇଁ ତୁମକୁ ସଚେତନ ହେବାକୁ ପଡ଼ିବ। ପ୍ରତିଟି ଷ୍ଟେପ୍ରେ ନିଜକୁ ଭଗବାନଙ୍କର ଶରଣାପନ୍ନ ହେବାକୁ ପଡ଼ିବ। ସ୍ୱୟଂ ଭଗବାନଙ୍କର ନାମ ନେଇ ତୁମକୁ ଏ ସଂସାରରୁ ପାର ହେବାକୁ ପଡ଼ିବ। କାହିଁକି ନା ପ୍ରତିଟି ମଣିଷ କର୍ମ ଆଉ ଧର୍ମ, ଧର୍ମ ପ୍ଲସ୍ କର୍ମ, ଏ ଦୁଇଟିକୁ ଆଖି ଆଗରେ ରଖି ସମାଜରେ ଜିତିପାରିବ, ଏ ସଂସାରରେ ତରି ଯାଇପାରିବ। ସେଥିପାଇଁ ଏ ଦୁଇଟିକୁ କେବେ ବି ହାତ ଛଡ଼ା କରନ୍ତୁ ନାହିଁ। ଗୋଟେ କର୍ମ, ଗୋଟେ ଧର୍ମ। ସେଥିପାଇଁ କର୍ମ କରିଚାଲ, ଧର୍ମର ଜୟ ସବୁବେଳେ। ଯେଉଁ ମଣିଷ ଠିକ୍ ନିୟମ ଅନୁସାରେ କର୍ମ କରେ ନା, ଭଗବାନଙ୍କୁ ଡାକିବା ତାର କିଛି ଆବଶ୍ୟକ ହିଁ ନାହିଁ। ଭଗବାନ ଅଟୋମେଟିକ୍ ତା ପାଖରେ ଆସି ପହଞ୍ଚି ଯାଆନ୍ତି। ସେ ଯେତେ ବିପଦରେ ପଡ଼ୁଥାଏ ନା କାହିଁକି, ଭଗବାନଙ୍କୁ ଡାକିବାକୁ ପଡ଼ିବନି। ଭଗବାନ ଯେକୌଣସି ମାଧ୍ୟମ ଦ୍ୱାରା ସାହାଯ୍ୟ କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସବୁବେଳେ ନିଜକୁ ଏମିତି ବନାନ୍ତୁ ଯେମିତି ଭଗବାନ ଖୁସି ହେବେ। ଭଗବାନ ଖୁସି ହେଲେ ସାରା ଦୁନିଆ ଖୁସି ହେବ, ସାରା ଦୁନିଆ ଖୁସି ହେଲେ ଆପଣ ନିଶ୍ଚୟ ଖୁସିରେ ରହିବେ। ସେଥିପାଇଁ ନିଜକୁ ଏମିତି ବନାନ୍ତୁ ସବୁବେଳେ, ହେ ଈଶ୍ୱର ମୁଁ ତୁମର, ହେ ଈଶ୍ୱର ମୋ ପରିବାର ତୁମର, ଆମକୁ ଗ୍ରହଣ କର।